ତମେ କହିପାରିବ ଯେ ଗୋଟେ ମଣିଷ ତା ଜୀବନରେ ସବୁଠୁ ଅଧିକା ଶକ୍ତିଶାଳୀ କେତେବେଳେ ହୁଏ? ସେତେବେଳେ ସେ ଶକ୍ତିଶାଳୀ ନୁହେଁ ଯେତେବେଳେ ସେ ବୁଢ଼ା ହେଇଥାଏ। ସେତେବେଳେ ସେ ଶକ୍ତିଶାଳୀ ନୁହେଁ ଯେତେବେଳେ ସେ ମଣିଷ ଜନ୍ମ ହେଇକି ଏ ଦୁନିଆକୁ ଆସିଥାଏ। ମଣିଷ ସେତେବେଳେ ଶକ୍ତିଶାଳୀ ହୁଏ ଯେତେବେଳେ ସେ ଦୁନିଆର ଡିଫିକଲ୍ଟିଜ, ଦୁନିଆର ପ୍ରୋବ୍ଲେମ୍ସ ଫେସ୍ କରେ। ସେ ପ୍ରୋବ୍ଲେମ୍ସ ତାକୁ ମ୍ୟାଚିଓର କରେ। ଆଉ ଆମେ ଆମ ଜୀବନର ଯାହା ପ୍ରୋବ୍ଲେମ୍ସ ଅଛି ସେ ପ୍ରୋବ୍ଲେମ୍ସକୁ ଏଭଏଡ଼ କରିବା କଥା ନୁହେଁ। କାରଣ ଯଦି ଆମେ ଏଭଏଡ଼ କରୁଛନ୍ତି କି ଅନ୍ୟ କାହା ମୁଣ୍ଡରେ ସେ ପ୍ରୋବ୍ଲେମଟା ଲଦି ଦେଉଛନ୍ତି, ତାର ଦାୟିତ୍ୱ ଲଦି ଦେଉଛନ୍ତି, ତାହେଲେ ଆମେ ଆମ ପ୍ରୋବ୍ଲେମଠୁ ଦୂରକୁ ପଳାଉଛନ୍ତି, ଦୌଡ଼ିକି ପଳାଉଛନ୍ତି। ତ ସିଏ ଆମକୁ ଶକ୍ତିଶାଳୀ କରିବନି, ବରଂ ଆମକୁ ଦୁର୍ବଳ କରିଦେବ। ଆଉ ଆମେ ଯଦି ଦୁର୍ବଳ ହେଉଛନ୍ତି ତାହେଲେ ଦୁନିଆରେ ତିଷ୍ଠିକି ରହିବା କଷ୍ଟ ହୋଇଯିବ। ତ ସବୁବେଳେ ଚେଷ୍ଟା କର ଯେ ପ୍ରୋବ୍ଲେମ୍ସକୁ ଫେସ୍ କରିବ କେମିତି, ସେ ପ୍ରୋବ୍ଲେମକୁ କେମିତି ହ୍ୟାଣ୍ଡେଲ କରିକି ନିଜର ସ୍କିଲ୍ ବଢ଼େଇବ, ସେଇଟା ହେଉଛି ଓନ୍ଲି ଗୋଟେ ବାଟ ନିଜ ପ୍ରୋବ୍ଲେମଟାକୁ ସଲ୍ଭ କରିବାର। ପ୍ରୋବ୍ଲେମଠୁ ଦୌଡ଼ିକି ପଳେଇବା କେବେ ପ୍ରୋବ୍ଲେମର ସଲ୍ୟୁସନ୍ ହେବନି। ଆଉ ଗୋଟେ କଥା